উন্নত শিক্ষা বা উচ্চতর শিক্ষাରୁ ବଞ୍ଚିତ ହେବେ বা ଫଳପ୍ରଦ ହେବେ ନାହିଁ। ଭଲ ସ୍ଥାନରେ ଆଡମିସନ କରିବା କିମ୍ବା ଭଲ ପରୀକ୍ଷାରେ ଗୁଟିକାର ଦେବା ଏସବୁରୁ ବଞ୍ଚିତ ହେବେ ଏବଂ ଯେତିକି ପାଠ ପଢିବେ ବା ପରିଶ୍ରମ କରିବେ ସେ ଅନୁସାରେ ଲେଖିପାରିବେ ନାହିଁ ବା ସେହି ଅନୁସାରେ ରେଜଲ୍ଟ ଆସିବ ନାହିଁ। ଯେଉଁମାନଙ୍କର ବୈବାହିକ କର୍ମ ସମ୍ପନ୍ନ ହେଲାଣି ସେମାନଙ୍କର ମଧ୍ୟ ବୈବାହିକ କର୍ମର ସମ୍ଭାବନା ଯେତେ ଦିନ ରହିଲା ସେ ଭିତରେ ସମ୍ଭାବନା ବହୁତ କ୍ଷୀଣ। ତେଣୁ ସିଂହ ରାଶିର ବ୍ୟକ୍ତିମାନେ ବୃହସ୍ପତି ଏବଂ ଶନିଙ୍କର ଯନ୍ତ୍ର କିମ୍ବା କବଚ ଧାରଣ କରି ମନ୍ତ୍ର ପାଠ କଲେ ଶୁଭଫଳଦାୟକ ହେବ। ଯଦି ଯନ୍ତ୍ର କିମ୍ବା କବଚ ଧାରଣ କରିବାରେ ଅସମର୍ଥ ହୁଅନ୍ତି ତେବେ ବ୍ରହ୍ମଦସ୍ତି ବେଳକୁ ଶୁକ୍ଳପକ୍ଷ ଗୁରୁବାରେ ଏବଂ ବାଡ଼ିଓଳା ବେଳକୁ ଶୁକ୍ଳପକ୍ଷ ଶନିବାରେ ବେକରେ କିମ୍ବା ବାହୁରେ ଧାରଣ କରି ବୃହସ୍ପତିଙ୍କର ଶନିଙ୍କର ମନ୍ତ୍ର ପାଠ କଲେ ଅତ୍ୟଧିକ ଶୁଭଫଳଦାୟକ ହେବ। ଏ ସମସ୍ତ ଅଶୁଭତ୍ୱ ଦୂର ହୋଇ ଶୁଭଫଳ ପ୍ରାପ୍ତି ହେବ। ଯେଉଁମାନଙ୍କର ଉତ୍ତରା ଫାଲ୍ଗୁଣୀ ଶିର ବା 12/5 ସେମାନେ ସତର୍କ ହେବେ ଏବଂ ପ୍ରତିକାର କଲେ ବର୍ଷଟି ଅବଶିଷ୍ଟ ବର୍ଷର ଅବଶିଷ୍ଟ ମାସଟି ଅତ୍ୟଧିକ ଶୁଭଫଳଦାୟକ ହେବ।